ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ଥ ରାଜୀବ ଗାନ୍ଧୀ ପାର୍କ ପ୍ରାଙ୍ଗଣରେ ଅନୁଗୁଳ ଜିଲ୍ଲା ପୂର୍ବତନ କଂଗ୍ରେସ ବିଧାୟକଙ୍କ ବିୟୋଗ ନେଇ ରାଜୀବ ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଏକ ଶୋକ ସଭା ପାଳିତ ହୋଇଯାଇଛି। ଅନୁଗୁଳର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ 82 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶ୍ରୀ ଜେନା 1941 ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ 1995ରୁ 2000 ମସିହା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା କଂଗ୍ରେସର ବିଧାୟକ ଥିଲେ। ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଶ୍ରୀ ଜେନା ଜଣେ ମିଷ୍ଠାଭାଷୀ ଓ ମେଳାପୀ ମଣିଷ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଅନୁଗୁଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ଜେନାଙ୍କ ଅନ୍ତିମ ସମୟରେ ପରିବାର ବର୍ଗ ପାଖରେ ଥିବା ଜଣାପଡ଼ିଛି। ଟ୍ରଷ୍ଟ ପକ୍ଷରୁ ଯୁବ ସମାଜସେବୀ ମହିମା ଜେନା, ରାକେଶ କୁମାର ସାହୁ, ସୁମିତ୍ରା ନାୟକଙ୍କ ସହ ସ୍ଥାନୀୟ ଅଞ୍ଚଳର କଂଗ୍ରେସ ପ୍ରେମୀ ଯୋଗଦେଇ କ୍ୟାଣ୍ଡେଲ ଜଳାଇ ଶୋକ ସଭା ପାଳିତ କରିବା ସହ ଶ୍ରୀ ଜେନାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ରମେଶ ଜେନା ଜଣେ ବିଚକ୍ଷଣ ନେତା ଥିଲେ ଓ ସେ ବି ଜଣେ ସମାଜସେବୀ ଥିଲେ ଆଉ ସାରା ଓଡ଼ିଶାର INTCର ବି ସଭାପତି ଥିଲେ। ତେଣୁ ସେ ଜଣେ ମହାନ ନେତା ଥିଲେ, ମହାନ ନାୟକ ଥିଲେ। ଆଜି ଅନୁଗୁଳ ତାଙ୍କ ପାଇଁ ଅନୁଗୁଳ ମାଟି ଆଜି ଝୁରୁଛି, ଯେ କି ଅନୁଗୁଳ ସବୁ ସମସ୍ତ କଂଗ୍ରେସ କର୍ମୀ ବି ତାଙ୍କ ପାଇଁ ଆଜି ସ୍ତବ୍ଧ। ବିଳାସ ନାୟକ ସିଏ ତ ଜଣେ ଷ୍ଟ୍ରଙ୍ଗ ନେତା ଥିଲେ। ତାଙ୍କୁ ବି ଆମେ ଜାଣିଛୁ ତାଙ୍କର କେତେ ଷ୍ଟ୍ରଙ୍ଗ କେତେ କ'ଣ ଆମକୁ ବହୁତ ଜଣା ଥିଲା। ଆମେ ବି ତାଙ୍କ ସାଙ୍ଗରେ ଗତିବିଧି କରିଛୁ, ମିଟିଂ ଫିଟିଂ ବି ଯାଇଛୁ। ଆଉ ସେ ଏମିତି ଗୋଟେ ନେତା ଥିଲେ ମନ ଜାଣି ଲୋକଙ୍କର। କିଏ ସିନା ଭାତ ଦିଏ, ସ୍ତ୍ରୀ ସ୍ୱାମୀ କି ଭାତ ଦେଲେ ପେଟ ପୁରେନି, କିନ୍ତୁ ସେ ଥିଲେ ଏତେ ଗୋଟେ ଷ୍ଟ୍ରଙ୍ଗ ନେତା। ଲୋକଙ୍କର ମନ ଜାଣିକି ତାଙ୍କର ପେଟ ଭର୍ତ୍ତି କରିକି ନ ଛାଡ଼ିଲେ ନ ଖାଇଲେ ଛାଡ଼ୁନଥିଲେ। ବହୁତ ଭଲ ଲୋକ ଥିଲେ। ଆଉ ଏବେ ବି ସେ ସ୍ୱର୍ଗବାତୀ ହେଇଛନ୍ତି। ଏବେ ଆମେ ଜାଣୁଛୁ ସେ ସ୍ୱର୍ଗବାତୀ ହେଇନାହାନ୍ତି, ବଞ୍ଚିଛନ୍ତି ବୋଲି ଆମେ ମନେ କରୁଛୁ। ଆଜ୍ଞା ମୁଁ ଏତିକି କହିବି, ମୁଁ ଜଣେ ଏବେ ହତଭାଗା ନାତି। କାହିଁକିନା ନିଜକୁ ବହୁତ ଗର୍ବିତ ମୁଁ ସବୁବେଳେ ମନେ କରୁଛି ମୁଁ ତାଙ୍କ ନାତି ବୋଲି। କାହିଁକିନା ସେ ମୁଁ ବଡ଼ ହେଲା ବେଳକୁ ଯେହେତୁ ସେ ତାଙ୍କ ବୟସ ହେଇଗଲାଣି, ସେ ନହେଲେ ଆଜି ତାଙ୍କ ଯୋଗୁଁ ଆମେ ସବୁ ମାନେ ଆମ ପରିବାରଠୁ ଆରମ୍ଭ କରି ମୁଁ ନିଜେ ଯେତିକି ବି ଯାହା ବି ଇଏ କରୁଛି, ମୋ ବାପା ସମସ୍ତେ ଆଜି ତାଙ୍କ ଯୋଗୁଁ। ସିଏ ମାନେ ସବୁବେଳେ ମୋତେ କହି ଆସିଛନ୍ତି କି ପୁଅ କେବେ ବି ଶ୍ରମିକ ଆମର ଆଦିବାସୀ ଲୋକଙ୍କର ହାତ ଛାଡ଼ିବୁ ନାହିଁ। ଆଉ ଆଦିବାସୀ ଲୋକଙ୍କ ପାଇଁ ଆଉ ଶ୍ରମିକଙ୍କ ପାଇଁ ତାଙ୍କର ଭଲ ପାଇବା ବହୁତ ଭଲ ପାଇବା ତାଙ୍କ ପାଇଁ। ଆମଠୁ ବି ମୋତେ ଲାଗେ ସେଇ ଭାଇମାନଙ୍କୁ ଅଧିକ ଭଲ ପାଆନ୍ତି ସିଏ। କାହିଁକିନା ସିଏ ମାନେ ଆମ ସାଙ୍ଗରେ ବଡ଼ ହେଲା ଭିତରେ ସେ ମୋତେ ବହୁତ ଥର ଏଇ ଜିନିଷଟି କହିଛନ୍ତି, ପୁଅ ତାଙ୍କ ହାତ କେବେ ଛାଡ଼ିବୁନି, ତୁ ଜୀବନରେ କିଛି ବି କର ତାଙ୍କ ହାତ ଛାଡ଼ିବୁ ନାହିଁ। ଆଉ ଏଇ ପାର୍କରେ ଆଜି ଭାଇ ଗୁରୁଜନ ମାନେ ଶୋକ ସଭା ଯେଉଁ କରୁଛନ୍ତି, ବହୁତ ଖୁସି ଲାଗିଲା ଦେଖିକି। ଏଇ ପାର୍କଟା ପ୍ରତ୍ୟେକଟି ଗଛ, ସେ ଜଣେ ପ୍ରାକୃତିକ ପ୍ରେମୀ ଲୋକ ଥିଲେ। ପ୍ରକୃତି ତାଙ୍କୁ ବହୁତ ଭଲ ଲାଗେ, ଗଛ ଲତା ଏସବୁ ଜିନିଷ ତାଙ୍କୁ ବହୁତ ଭଲ ଲାଗେ। ତ ନିହାତି ଭାବରେ ଇଏ ପାର୍କ ଏମିତି ହିଁ ରହିବ, ତାଙ୍କ ସ୍ମୃତି ଏମିତି ହିଁ ଥିବ। ଏଇ ଚେୟାର ସାକ୍ଷୀ ଅଛି, ତାଙ୍କରି ଚେୟାର ଇଏ ସବୁବେଳେ ସେମିତି ହିଁ ରହିଥିବ, ତାଙ୍କ ଜାଗା କେହି ନେଇପାରିବେନି। ମୋ ନାଁ ରାକେଶ କୁମାର ସାହୁ। ମୁଁ ଅନୁଗୁଳ ଜିଲ୍ଲାର ୟୁଥ୍ କଂଗ୍ରେସର ବିଧାନସଭା କ୍ଷେତ୍ରର ପ୍ରେସିଡେଣ୍ଟ ଅଛି। ଦେଖନ୍ତୁ ଆଜ୍ଞା, ବଡ଼ ଦୁଃଖର ବିଷୟ, ଅନୁଗୁଳ ମାଟିର ଗର୍ବ ଆଉ ଗୌରବ ଜଣେ ବରିଷ୍ଠ ସମାଜସେବୀ, ଯାହା ସମାଜସେବାରେ ପ୍ରେରଣା ପାଇକି ବିପ୍ଳବ ଜେନା ସମାଜସେବା କରିଛନ୍ତି। ତାଙ୍କ ପରେ ତାଙ୍କ ପୁଅ ମହିମା ଜେନା ସମାଜସେବା ପ୍ରତି ଆକୃଷ୍ଟ ହୋଇଛନ୍ତି। ବିପ୍ଳବ ଭାଇଙ୍କୁ ଦେଖିକି ଆମେ ସମସ୍ତେ ବି ଲୋକଙ୍କ ପାଖରେ କେମିତି ପହଞ୍ଚିବୁ, ଗରିବ ଦୁଃଖୀ ଲୋକର ଆମେ କେମିତି ପେଟ ବାଟଣା ବୁଝିବୁ, ଏଇ ଜିନିଷଟା ଆମେ ଏବେ ଚେଷ୍ଟା କରୁଛୁ। କିନ୍ତୁ ଗୋଟେ ଗରିବ ଲୋକର ପେଟ କଥା ଚିନ୍ତା କରୁଥିଲେ କହିଲେ ସ୍ୱର୍ଗତ ରମେଶ ଚନ୍ଦ୍ର ଜେନା। ସେ ଖାଲି ଯେ ପୂର୍ବତନ ବିଧାୟକ ସେଇଆ ନୁହେଁ, ତାଙ୍କ ବିଧାୟକ ସମୟ ପୂର୍ବରୁ ବି ଗୋଟେ ଗରିବ ଲୋକର ପେଟ କଥା ସେ ପୁରା ବହୁତ ଭଲ ଭାବେ ବୁଝନ୍ତି। ଇଭିନ୍ ମୁଁ ତ ବିଶେଷ କହିଲେ ଭୁଲ ହେବ, ଯାହା କୋଳରେ ମୁଁ 2-3 ଥର ଛୋଟବେଳେ ବସିଛି,
मोर आज से सौभाग्य जे मु तांको कूଳରେ बसी पारिथिली किंतु एतिकी दुखर विषय से आम समस्त को माने मझी नईरे भसई देला भलिया छाड़ी चली गले आउ बेसी कहवाटा ठीक हेनी कौन पाई आम समस्ते बर्तमान मर्माहत जे आमको छाड़ी श्रीयुत रमेश जेना आर पारी को चली जाइए एति केवल से अमर आत्मार सद्गति मु भगवान पाखे अनुगोलରୁ ଲଲାଟେନ୍ଦୁ ନାୟକଙ୍କ ରିପୋର୍ଟ A1 ଓଡ଼ିଶା।